ଆପଣ ଜାଣନ୍ତି କି ଆପଣଙ୍କ ଜୀବନର 95% ନିଷ୍ପତ୍ତି ଆପଣ ନେଇନଥାନ୍ତି। ହଁ, ସେ ନିଷ୍ପତ୍ତି ନେଇଥାଏ ଆପଣଙ୍କ ଅବଚେତନ ମନ। ଏହି ସବକନସିୟସ୍ ମାଇଣ୍ଡ ବା ଅବଚେତନ ମନ ଆପଣଙ୍କୁ ଧନୀ କରିପାରେ ଅଥବା ଗରିବ ରଖିପାରେ। ଏହା ଆପଣଙ୍କ ସଫଳ କରିପାରେ ବା ସଦା ବିଫଳ କରିପାରେ। ଆଜି ଭିଡ଼ିଓ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, କାରଣ ଆପଣ ଜାଣିବେ ମନକୁ କିପରି ରିପ୍ରୋଗ୍ରାମ କରାଯାଇପାରିବ ଏବଂ ନିଜ ଭାଗ୍ୟକୁ କିପରି ପୁଣି ଲେଖିପାରିବେ। ଆପଣ କେବେ ଭାବିଛନ୍ତି କି ମୁଁ ଏତେ ପରିଶ୍ରମ କରୁଛି ତଥାପି ସଫଳ କାହିଁକି ମିଳୁନି? ମୋ ଲାଇଫ୍ ସଦା ଗୋଟିଏ ଜାଗାରେ ଅଟକି ଗଲା କାହିଁକି? ଅନ୍ୟମାନେ ଆଗକୁ ବଢ଼ୁଛନ୍ତି, ମୁଁ ପଛେ ପଡ଼ିଯାଇଛି କାହିଁକି? ସତ୍ୟ ହେଉଛି ଆପଣଙ୍କ ପ୍ରୋବ୍ଲେମ୍ ଆପଣଙ୍କ ଇଣ୍ଟେଲିଜେନ୍ସ ନୁହେଁ। ଆପଣଙ୍କ ପ୍ରୋବ୍ଲେମ୍ ହେଉଛି ଆପଣଙ୍କ ବିଲିଫ୍ ସିଷ୍ଟମ୍। ଆଉ ସେ ବିଲିଫ୍ ସିଷ୍ଟମ୍ ରହିଛି କେଉଁଠି? ସେ ରହିଛି ଆପଣଙ୍କ ସବକନସିୟସ୍ ମାଇଣ୍ଡ ଭିତରେ। ବବ୍ ପ୍ରକ୍ଟର କହିଥିଲେ, ୟୁ ଆର୍ ନଟ୍ ୟୋର୍ ଏନ୍ଭାରମେଣ୍ଟ, ୟୁ ଆର୍ ଦ ରେଜଲ୍ଟ ଅଫ୍ ୟୋର୍ ପ୍ରୋଗ୍ରାମିଂ। ଅର୍ଥାତ୍ ଆପଣ ଆପଣଙ୍କ ପରିବେଶ ନୁହନ୍ତି, ଆପଣ ହେଉଛନ୍ତି ଆପଣଙ୍କ ପ୍ରୋଗ୍ରାମିଂର ରେଜଲ୍ଟ। ବିଜ୍ଞାନ କହେ ଆପଣଙ୍କ ଦୁଇଟି ମନ ଅଛି, କନସିୟସ୍ ମାଇଣ୍ଡ ଯେଉଁଥିରେ ଆପଣ ଭାବନ୍ତି ମାତ୍ର 5%, ସବକନସିୟସ୍ ମାଇଣ୍ଡ ଯେଉଁଥିରେ ଆପଣ ଆଦତ ରହିଛି 95%। ସବକନସିୟସ୍ ମାଇଣ୍ଡ ହେଉଛି ଗୋଟିଏ ରେକର୍ଡ଼ିଂ ମେସିନ୍। ଆପଣ ଛୋଟବେଳୁ ଯାହା ଶୁଣିଛନ୍ତି, ତୁ ବଡ଼ ହୋଇ କିଛି କରିପାରିବୁ, ଟଙ୍କା ଅପବିତ୍ର, ଆମ ଘରେ କେହି ଧନୀ ନୁହନ୍ତି, ଏସବୁ ସବକନସିୟସ୍ ମାଇଣ୍ଡରେ ପ୍ରୋଗ୍ରାମ ହେଇକି ରହିଛି ଏବଂ ସେ ପ୍ରୋଗ୍ରାମ ଏବେ ଚାଲୁଛି ଅଟୋ ପାଇଲଟ୍ ଭଳି। ନ୍ୟୁରୋସାଇନ୍ସ କହେ ସବକନସିୟସ୍ ମାଇଣ୍ଡ ରିପିଟେସନ୍ ହୋଇ ପ୍ରୋଗ୍ରାମ ହୋଇଥାଏ। ଯେମିତି ଜିମ୍ ଯାଇ ମସଲ୍ ବିଲ୍ଡ ହୁଏ, ସେମିତି ରିପିଟେସନ୍ ହୋଇ ବିଲିଫ୍ ବିଲ୍ଡ ହୁଏ। ବବ୍ ପ୍ରକ୍ଟର କହୁଥିଲେ, ମାଇଣ୍ଡ ୟୁ ୱିଲ୍ ହୋଲ୍ଡ ଇଟ୍ ଇନ୍ ୟୋର୍ ହ୍ୟାଣ୍ଡ। ପ୍ରଥମେ ଆପଣଙ୍କ ମନରେ ଧନୀ ହୁଅନ୍ତୁ, ପ୍ରଥମେ ଆପଣଙ୍କ ମନରେ ସଫଳ ହୁଅନ୍ତୁ, ପ୍ରଥମେ ନିଜକୁ ବିଶ୍ୱାସ କରନ୍ତୁ, ତେବେ ହିଁ ବାହାର ଦୁନିଆ ଆପଣଙ୍କୁ ବିଶ୍ୱାସ କରିବ। ସବକନସିୟସ୍ ମାଇଣ୍ଡକୁ କିପରି ପ୍ରୋଗ୍ରାମ କରିବେ? ଏହି 3ଟି ଷ୍ଟେପ୍ ଫଲୋ କରନ୍ତୁ। ଷ୍ଟେପ୍ 1, ଆଫର୍ମେସନ୍ ଦିନକୁ 3 ଥର କୁହନ୍ତୁ, ମୁଁ ଧୀରେ ଧୀରେ ଧନୀ ହେଉଛି, ମୋ ମନ ଶକ୍ତିଶାଳୀ, ମୁଁ ସଫଳ ହେବି। ଷ୍ଟେପ୍ 2, ଭିଜୁଆଲାଇଜେସନ୍ ରୋଜ 5 ମିନିଟ୍ ଆଖି ବନ୍ଦ କରି ଭାବନ୍ତୁ ଆପଣ ଧନୀ, ସଫଳ ଆଉ ବିଶ୍ୱାସରେ ଭରପୁର। ଷ୍ଟେପ୍ 3, ଇମୋସନାଲ୍ ଫିଲିଂ ଯେମିତି ଅଲରେଡ଼ି ମିଳିଗଲା ସେ ଅନୁଭବ ନିଅନ୍ତୁ। ଇମୋସନ୍ ପ୍ଲସ୍ ରିପିଟେସନ୍ ଇଜ୍ ଇକ୍ୱାଲ୍ ଟୁ ନ୍ୟୁ ପ୍ରୋଗ୍ରାମିଂ। ଗୋଟିଏ ଛୋଟ ଗାଁର ଛୁଆ, ଲୋକ କହୁଥିଲେ ତାର କିଛି ହେବନି, କିନ୍ତୁ ସେ ରୋଜ ଆଖି ବନ୍ଦ କରି କହୁଥିଲା ଆଉ ଭାବୁଥିଲା ମୁଁ ବଡ଼ ହେବି, ମୁଁ ସଫଳ ହେବି। ଆଜି ସେ ଛୁଆ ମିଲିୟନ ଟଙ୍କାର କମ୍ପାନୀର ମାଲିକ। ଶରୀର ନୁହେଁ, ତାର ସବକନସିୟସ୍ ମାଇଣ୍ଡ ବଦଳିଥିଲା। ଆଉ ଆପଣ ଏବେ ଠିଆ ହେଇଛନ୍ତି। ପୁରୁଣା ପ୍ରୋଗ୍ରାମିଂ ନା ନୂଆ ସଫଳ ଜୀବନ? ରିପିଟ୍ ୱିଥ୍ ମି, ମୋ ମନ ମୋର ସବୁଠୁ ବଡ଼ ଶକ୍ତି, ମୁଁ ସଫଳ, ମୁଁ ସମ୍ଭବ, ମୁଁ ଅଦମ୍ୟ। ଆପଣଙ୍କ ଭବିଷ୍ୟତ ଆପଣଙ୍କ ମନରେ ଲୁଚି ରହିଛି। ଏବେ ବିଶ୍ୱାସ କରନ୍ତୁ, ଏବେ ଆକ୍ଟ କରନ୍ତୁ। ଯଦି ଆପଣ ଏପର୍ଯ୍ୟନ୍ତ ଦେଖୁଛନ୍ତି, ତେବେ ଏ କଥା ନିଶ୍ଚିତ ଯେ ଆପଣ ସଫଳ ପାଇଁ ତିଆରି ହୋଇଯାଇଛନ୍ତି। କମେଣ୍ଟ କରନ୍ତୁ, ମୁଁ ମୋ ମନକୁ ପୁଣି ସଜେଇବି। ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଏବଂ ଏହା ସେୟାର କରନ୍ତୁ। କାହାର ଜୀବନ ବଦଳିଯିବ। ବିକଜ୍ ମାଇଣ୍ଡ କ୍ରିଏଟ୍ ୟୋର୍ ରିଆଲିଟି।